ନମସ୍କାର ବନ୍ଧୁଗଣ, ଏମିତି ସବୁଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ଆପଣମାନେ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ। କାରଣ ଆପଣମାନେ ନିଜ ଗ୍ରହ ଏବଂ ନକ୍ଷତ୍ର ବିଷୟରେ ସଦାସର୍ବଦା ଅପଡେଟ୍ ରହିପାରିବେ। ନମସ୍କାର ବନ୍ଧୁଗଣ, ମୁଁ ହେଉଛି ବୈଷ୍ଣବ ସୁଧାକର। ଏହି 2025 ମସିହା ଡିସେମ୍ବର ମାସରେ କନ୍ୟା ରାଶି ବ୍ୟକ୍ତିବିଶେଷଙ୍କର ଏହି ମାସଟି କିପରି ଭାବରେ ଅତିବାହିତ ହେବ, ଚାଲନ୍ତୁ ଆମେ ସେହି ବିଷୟରେ ଆଲୋଚନା କରିନେବା। ଗ୍ରହମାନଙ୍କର ଚଳନକୁ ଆମେ ଜାଣିନେବା। ମଙ୍ଗଳ ମହାଗ୍ରହ 7 ଡିସେମ୍ବରରୁ ଧନୁ ରାଶିକୁ ଗମନ କରିବେ। ରବି ମହାଗ୍ରହ 16 ଡିସେମ୍ବରରୁ ଧନୁ ରାଶିକୁ ଗମନ କରିବେ। ବୁଧ ମହାଗ୍ରହ 6 ଡିସେମ୍ବରରୁ ବିଛା ରାଶିକୁ ଗମନ କରିବେ। ଶୁକ୍ର ମହାଗ୍ରହ 20 ଡିସେମ୍ବରରୁ ଧନୁ ରାଶିକୁ ଗମନ କରିବେ। କନ୍ୟା ରାଶି ହେଉଛନ୍ତି ରାଶିଚକ୍ରର ଷଷ୍ଠ ରାଶି। ଏହି ରାଶିର ଅଧିପତି ମହାଗ୍ରହ ହେଉଛନ୍ତି ବୁଧ ମହାଗ୍ରହ। ଏହି କନ୍ୟା ରାଶି ସକାଶେ ଏହି ଡିସେମ୍ବର ମାସରେ ରବି ମହାଗ୍ରହ ତୃତୀୟରେ ଭ୍ରମଣ କରୁଛନ୍ତି। ତୃତୀୟରେ ଯେତେବେଳେ ରବି ମହାଗ୍ରହ ଭ୍ରମଣ କରନ୍ତି, ସେତେବେଳେ ସିଏ ନିଶ୍ଚିତ ଭାବରେ ଶୁଭଫଳ ପ୍ରଦାନ କରିଥାନ୍ତି। ଫଳରେ ଆପଣଙ୍କ ଘର ପରିବାରରେ ନିଶ୍ଚିତ ଭାବରେ ଖୁସିର ଲହରୀ ଖେଳିବ। ବାପା ପୁଅ ଏବଂ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ନିଶ୍ଚିତ ଭାବରେ ଦୃଢ଼ତା ଆସିବ। ଆପଣମାନଙ୍କର ଘରରେ ନିଶ୍ଚିତ ଭାବରେ ଉନ୍ନତି ଘଟିବ। ଏହି ସମୟରେ ଆପଣଙ୍କର ଶତ୍ରୁମାନେ ନିଶ୍ଚିତ ହାତ ବାନ୍ଧି ବସିବାକୁ ବାଧ୍ୟ ହେବେ। ସେମାନେ ଯେତେ ଚେଷ୍ଟା କଲେ ମଧ୍ୟ ଆପଣଙ୍କର କୌଣସି ପ୍ରକାରରେ ବି କ୍ଷତି ଘଟାଇ ପାରିବେ ନାହିଁ। ଯଦି ସେମାନେ ଆପଣଙ୍କର କୌଣସି ପ୍ରକାର କିଛି କ୍ଷତି ଘଟାଇବାକୁ ଚେଷ୍ଟା କରନ୍ତି, ତାହେଲେ ସେମାନଙ୍କୁ ପ୍ରଥମେ ହଇରାଣ ହରକତ ହେବାକୁ ପଡ଼ିବ। ଯଦି ଆପଣଙ୍କର ଘରର କୌଣସି ପୂର୍ବରୁ କାମ ଅଟକି ରହିଛି କିମ୍ବା ଆପଣଙ୍କର ନୂତନ ଘର ତୋଳିବା ବେଳେ ଅଧାରେ ପଡ଼ି ରହିଛି, ସେଥିରେ ପୁନର୍ବାର କାମ ଆରମ୍ଭ ହେବା ସହିତ ଆପଣମାନଙ୍କର ଯେଉଁ କାମ ଘରର ଅଟକି ରହିଛି, ତାହା ନିଶ୍ଚିତ ଭାବରେ ସୁରୁଖୁରୁରେ ହୋଇଯିବ। ଏହି ସମୟରେ ଆପଣଙ୍କର ନିଶ୍ଚିତ ଭାବରେ କୌଣସି ନା କୌଣସି ଦିଗରୁ ଆପଣଙ୍କୁ ନୂତନ ଦ୍ରବ୍ୟମାନ ପ୍ରାପ୍ତି ହେବ ଏବଂ ଆପଣଙ୍କର ବନ୍ଧୁବାନ୍ଧବ ଏବଂ ସାହି ପଡ଼ିଶାମାନେ ଆପଣଙ୍କୁ ନିଶ୍ଚିତ ସମ୍ମାନିତ କରିବେ। ପ୍ରାୟତଃ ଆପଣଙ୍କର କଥା ସମସ୍ତଙ୍କୁ ଭଲ ଲାଗିବ ଏବଂ ଆପଣଙ୍କର କଳହର ଆଦୌ ସମ୍ଭାବନା ରହିବ ନାହିଁ। ଯଦି ଆପଣ ଘରୋଇ କରଜ କିଛି ପୂର୍ବରୁ କରି ରଖିଛନ୍ତି, ତାହେଲେ ସେଥିରେ ଆପଣ କିଛି ପରିମାଣର ସୁଧାର ଆସିବ ଏବଂ ଆପଣ ତାହାକୁ ନିଶ୍ଚିତ ଭାବରେ କିଛି ପରିମାଣର ସୁଝିଦେବେ। କିନ୍ତୁ ଆପଣମାନେ ଟିକେ ଧ୍ୟାନ ରଖିବେ, 16 ଡିସେମ୍ବର ପରେ ରବି ମହାଗ୍ରହ ଚତୁର୍ଥକୁ ଭ୍ରମଣ କରିବେ। ଚତୁର୍ଥ ରବି ବିଶେଷ ଭାବରେ ଅଶୁଭ ଫଳ ପ୍ରଦାନ କରିବେ ନାହିଁ, କିନ୍ତୁ ପ୍ରାୟତଃ ସିଏ ଅଶୁଭ ଫଳ ପ୍ରଦାନ କରିବେ। ତେଣୁକରି ଆପଣଙ୍କର ସେହି ସମୟରେ ଶୁଭ ହେଉଛି ବୋଲି ମନମାନି କାମ କରିଚାଲିବେ। କିନ୍ତୁ ଆପଣ ଟିକେ ଧ୍ୟାନ ନିହାତି ଭାବରେ 16 ଡିସେମ୍ବର ପରେ ରଖିବେ, ନଚେତ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯେଉଁ କାମ ପୂର୍ବରୁ ଆପଣଙ୍କ ସୁଧୁରି ଯାଇଥିଲା, ତାହା ବିଗିଡ଼ି ଯାଇପାରେ। ତେଣୁକରି 16 ଡିସେମ୍ବର ପରେ ରବି ମହାଗ୍ରହଙ୍କର ଚଳନ ହେତୁ ଆପଣ ଟିକେ କେୟାରଫୁଲ ହୋଇ ରହିବେ। 16 ଡିସେମ୍ବର ପରେ ଆପଣଙ୍କର ଟିକେ ବନ୍ଧୁ ବିବାଦ ଏବଂ ଧାର କରଜ ବଢ଼ିପାରେ, ସେଥିପ୍ରତି ଆପଣ ଟିକେ ନିଶ୍ଚିତ ଭାବରେ ଧ୍ୟାନ ଦେବେ। କେତୁ ମହାଗ୍ରହ ବର୍ତ୍ତମାନ ଦ୍ୱାଦଶରେ ଭ୍ରମଣ କରୁଛନ୍ତି, ସେଇଥିପାଇଁ ଆପଣ ଟିକେ କୋର୍ଟ କଚେରୀ କାମରେ ଟିକେ ଫସି ପାରନ୍ତି। ଏବେ ଚାଲନ୍ତୁ ଆମେ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ପକାଇବା। ବୁଧ ମହାଗ୍ରହ ବର୍ତ୍ତମାନ ପାଇଁ ଦ୍ୱିତୀୟରେ ଭ୍ରମଣ କରୁଛନ୍ତି, ତେଣୁକରି ସିଏ ଆପଣଙ୍କୁ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରଦାନ କରିବେ। ଏହି ମାସରେ ଆପଣଙ୍କ ଶରୀରରେ କୌଣସି ପ୍ରକାରରେ ବି ଅସୁବିଧା ଦେଖାଦେବ ନାହିଁ। କିନ୍ତୁ ରାହୁ ମହାଗ୍ରହ ଷଷ୍ଠରେ ଭ୍ରମଣ କରୁଛନ୍ତି, ସିଏ ଆପଣଙ୍କୁ ନିଶ୍ଚିତ ଭାବରେ ଅଶୁଭ ଫଳ ପ୍ରଦାନ କରିବେ। ଫଳରେ ଆପଣଙ୍କର ସାମାନ୍ୟତମ ଅସୁବିଧା କିଛି ସ୍ୱାସ୍ଥ୍ୟ ଅବସ୍ଥାରେ ହୋଇପାରେ। ସେଥିପ୍ରତି ଆପଣ ଆଦୌ ବିଚଳିତ ହେବା ଦରକାର ନାହିଁ। ସ୍ୱାସ୍ଥ୍ୟ ଅବସ୍ଥାରେ ଆପଣଙ୍କର ବିଶେଷ ଭାବରେ ବଡ଼ ଧରଣର କୌଣସି ପ୍ରକାରର କ୍ଷତି ଘଟିବ ନାହିଁ। ଯଦି ସାମାନ୍ୟ ଥଣ୍ଡା କାଶ କିମ୍ବା ମୁଣ୍ଡବିନ୍ଧା ଆଉ ସାମାନ୍ୟ ଗ୍ୟାସ୍ ଭଳି ପ୍ରୋବ୍ଲେମ୍ ରହିବ, ତେଣୁକରି ଆପଣ ତାହାକୁ ଘରୋଇ ଉପଚାରରେ ନିଶ୍ଚିତ ଭାବରେ ସମାଧାନ କରିପାରିବେ। ସ୍ୱାସ୍ଥ୍ୟ ଅବସ୍ଥାରେ ଆପଣଙ୍କର କୌଣସି ପ୍ରକାରର ବେଶୀ ବଡ଼ ଧରଣର କ୍ଷତି ଘଟିବ ନାହିଁ। ଏବେ ଚାଲନ୍ତୁ ଆମେ ଟିକେ ବ୍ୟବସାୟ ଉପରେ ନଜର ପକାଇବା। ବୃହସ୍ପତି ମହାଗ୍ରହ ଏକାଦଶ ଘରେ ଭ୍ରମଣ କରୁଛନ୍ତି। ଏକାଦଶରେ ଭ୍ରମଣ କରୁଥିବା ସମୟରେ ବୃହସ୍ପତି ମହାଗ୍ରହ ନିଶ୍ଚିତ ଭାବରେ ଶୁଭ ଫଳ ପ୍ରଦାନ କରିବେ। ଆପଣଙ୍କର ବ୍ୟବସାୟରେ ନିଶ୍ଚିତ ଭାବରେ ଲାଭବାନ ହେବେ। ଏହି ମାସରେ ବ୍ୟବସାୟୀମାନଙ୍କର ଗ୍ରାହକମାନଙ୍କର ବୃଦ୍ଧି ନିଶ୍ଚିତ ଭାବରେ ଘଟିବ ଏବଂ ଯେଉଁମାନେ କୌଣସି ଲୁହା ଲକଡ଼ି ଜିନିଷ କିମ୍ବା ହାର୍ଡ଼ୱେର୍ ଷ୍ଟୋର୍ ଦେଇଛନ୍ତି, ସେମାନଙ୍କର
ଅତ୍ୟଧିକ ଲାଭବାନ ହେବେ। ଆପଣ ଯଦି କୌଣସି ପ୍ରକାରର ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ କରିପାରିବେ। ଯଦି ଆପଣ ବିଦେଶରେ କୌଣସି ପ୍ରକାରର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ନିଶ୍ଚିତ ଭାବରେ କରିପାରିବେ। ଯଦି ଆପଣଙ୍କର ପୂର୍ବରୁ କିଛି ବ୍ୟବସାୟରେ ଘାଟା ଲାଗି ରହିଛି କିମ୍ବା ଆପଣଙ୍କର ବ୍ୟବସାୟ କୌଣସି ପ୍ରକାର ଠପ୍ ହୋଇ ପଡ଼ି ରହିଛି ତାହେଲେ ସେଥିରେ ଆପଣଙ୍କର ପୁନର୍ବାର ଆରମ୍ଭ ହେବାର ବହୁତ ସମ୍ଭାବନା ରହିଛି। ଏହି ମାସରେ ବ୍ୟବସାୟୀମାନେ ତାଙ୍କର ମନ ଚାହା ଫଳ ନିଶ୍ଚିତ ଭାବରେ ପାଇବେ ଏବଂ ଲାଭବାନ ହେବେ। କିନ୍ତୁ ଆପଣଙ୍କର ଲାଭାଧିପତି ଶତ୍ରୁ ଗ୍ରହ ସହିତ ଏକତ୍ର ଅଛନ୍ତି, ଫଳରେ ଆପଣଙ୍କୁ ଟିକେ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଆୟଠାରୁ ବ୍ୟୟ ଅଧିକ ହେବାର ବହୁତ ସମ୍ଭାବନା ରହିଛି, ତେଣୁକରି ଆପଣ ଟିକେ ଦେଖି ଚାହିଁକରି ଖର୍ଚ୍ଚ କରିବେ। ଯଦି ଆପଣ କୌଣସି ଜାଗା ବାଡ଼ି କିଛି କିଣିବାକୁ ଚାହୁଁଛନ୍ତି କି ଯାନବାହନ କିଛି କିଣିବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ କିଣିପାରିବେ। 16 ଡିସେମ୍ବର ପରେ ଆପଣ ଟିକେ କେୟାରଫୁଲ୍ ହୋଇ ରହିବେ। ରବି ମହାଗ୍ରହ ତୃତୀୟ ଘରରୁ ଚତୁର୍ଥ ଘରକୁ ଭ୍ରମଣ କରିବେ, ଫଳରେ ଆପଣଙ୍କୁ ଟିକେ ବ୍ୟବସାୟ କ୍ଷେତ୍ରରେ ଅସୁବିଧା ହୋଇପାରେ। 16 ଡିସେମ୍ବର ପରେ ଆପଣ ଟିକେ କେୟାରଫୁଲ୍ ହୋଇ ବ୍ୟବସାୟ କ୍ଷେତ୍ରରେ ଆପଣ ଟିକେ କେୟାରଫୁଲ୍ ହୋଇ ରହିବେ। ଏବେ ଚାଲନ୍ତୁ ଆମେ ବିବାହ କ୍ଷେତ୍ର ଉପରେ ନଜର ପକାଇବା। ସପ୍ତମରେ ଶନି ମହାଗ୍ରହ ବର୍ତ୍ତମାନ ପାଇଁ ଭ୍ରମଣ କରୁଛନ୍ତି, ତେଣୁକରି ଆପଣଙ୍କର ଏ ମାସରେ ଶନି ଆଦ୍ୟାପାଦ ଚାଲିଛି। ଆପଣଙ୍କୁ ଆହୁରି 7.5 ବର୍ଷ ଶନି ଗ୍ରହକୁ ଭୋଗିବାକୁ ପଡ଼ିବ। ତେଣୁକରି ବିବାହ କ୍ଷେତ୍ରରେ ଆପଣଙ୍କର ନିଶ୍ଚିତ ଭାବରେ ଅଶୁଭ ଫଳ ମିଳିବ। ଯେଉଁମାନଙ୍କର ବିବାହ ଖୋଜି ନୟାନ୍ତ ହେଲେଣି ତଥାପି ସେମାନଙ୍କର ଏହି ମାସରେ ବିବାହ କ୍ଷେତ୍ରରେ କୌଣସି ଶୁଭ ଫଳ ମିଳିବାର ଆଶଙ୍କା ଆଦୌ ନାହିଁ। କୌଣସି ପ୍ରସ୍ତାବ ଜୁଟିବାର ଆଦୌ ଶୁଭ ଫଳ ମିଳିବ ନାହିଁ। ଯେଉଁମାନଙ୍କର ବିବାହ ସ୍ଥିର ହୋଇଯାଇଛି ସେମାନେ ଟିକେ ସାବଧାନର ସହିତ ବାହାଘର କାର୍ଯ୍ୟକୁ ତୁଲାଇବେ, ନଚେତ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରେମ କ୍ଷେତ୍ରରେ ଏହି ମାସରେ ଆଦୌ ଶୁଭ ଫଳ ମିଳିବ ନାହିଁ। ପ୍ରେମୀ ଯୁଗଳଙ୍କର ମନ ମତାନ୍ତର ନିଶ୍ଚିତ ଭାବରେ ହେବାର ବହୁତ ସମ୍ଭାବନା ଅଛି ଏବଂ ଯେଉଁ ବିବାହିତାମାନେ କୌଣସି ପ୍ରକାର ସନ୍ତାନ ସନ୍ତତି ପ୍ଲାନ୍ କରିବାକୁ ଚାହୁଁଛନ୍ତି ସେମାନେ ଆଦୌ କରନ୍ତୁ ନାହିଁ। ଏବେ ଚାଲନ୍ତୁ ଆମେ ଶିକ୍ଷା କ୍ଷେତ୍ର ଉପରେ ନଜର ପକାଇବା। ପଞ୍ଚମାଧିପତି ସପ୍ତମରେ ଶନି ମହାଗ୍ରହ ଗୋଚର କରୁଛନ୍ତି, ଫଳରେ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସେ ଅଶୁଭ ଫଳ ପ୍ରଦାନ କରିବେ। ତେଣୁକରି ଆପଣ ବିଚଳିତ ଆଦୌ ହୁଅନ୍ତୁ ନାହିଁ। ଆପଣ ମନ ଲଗାଇ ପାଠ ପଢ଼ିବାକୁ ଚେଷ୍ଟା କରନ୍ତୁ। ଏକାଗ୍ରତା ବିଦ୍ୟା କ୍ଷେତ୍ରରେ ଆପଣ ରଖିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ କୌଣସି ଜାଗାରେ ଆଡ଼ମିସନ୍ ନେବାକୁ ଚାହୁଁଛନ୍ତି ତାହେଲେ ନିଶ୍ଚିତ ଭାବରେ ନେଇପାରିବେ, କାରଣ ଶୁଭ ହୋଇକି ଅଶୁଭ ପାଠପଢ଼ାକୁ ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ଆଦୌ ପଛଘୁଞ୍ଚା ଦେବା ଉଚିତ ନୁହେଁ। କିନ୍ତୁ ଆପଣଙ୍କର ଆଡ଼ମିସନ୍ ହେଉ କିମ୍ବା ଆପଣ ପରୀକ୍ଷା କ୍ଷେତ୍ର ହେଉ, ଆପଣ ଯେତିକିବେଳେ ଘରୁ ବାହାରିକି ଯିବେ ସେତେବେଳେ ଆପଣଙ୍କୁ ଘରୋଇ କିମ୍ବା ଆପଣ ମନ୍ଦିରରେ ଯାଇ ପ୍ରଭୁଙ୍କ ନିକଟରେ ସମର୍ପଣ ହୋଇ ଯାଆନ୍ତୁ। ପ୍ରଭୁଙ୍କୁ ପ୍ରଣାମ ଜଣାଇ ଆପଣ ଘରକୁ ଗୋଡ଼ କାଢ଼ନ୍ତୁ କିମ୍ବା ମନ୍ଦିରରେ ଯାଇ ଆପଣ ଭଗବାନଙ୍କ ପାଖରେ ସମର୍ପଣ ହୁଅନ୍ତୁ। ଫଳରେ ଆପଣଙ୍କର ଗ୍ରହ ପୀଡ଼ା ଆପଣଙ୍କୁ ଆଦୌ କୌଣସି ପ୍ରକାର ବି ହଇରାଣ ହରକତ ଆଦୌ କରିପାରିବେ ନାହିଁ। ପ୍ରତିକାର ରୂପରେ ଆପଣ ଏହି ମାସରେ 7ଟି ଶନିବାରରେ ଶନି ମନ୍ଦିର ଯାଇ ସେଠାରେ ଦୀପଦାନ କରନ୍ତୁ ଏବଂ 11 ଥରରୁ ଅଧିକ ହନୁମାନ ଚାଳିଶା ପାଠ କରିବା ସହିତ ଆପଣ ହନୁମାନ ମନ୍ଦିରରେ ରାଶିଦୀପ ଜଳାଇ ସେଠାରେ ହନୁମାନ ଚାଳିଶା ପାଠ କରନ୍ତୁ। ଫଳରେ ଶନିଦେବ ବହୁତ ଶୀଘ୍ର ପ୍ରସନ୍ନ ହୁଅନ୍ତି ଏବଂ ସୋମବାରରେ ଶିବ ମନ୍ଦିରକୁ ଯାଇ ଆପଣ ନିଶ୍ଚିତ ଭାବରେ ଜଳ ଅର୍ପଣ କରନ୍ତୁ ଏବଂ ହରିନାମ ମହାମନ୍ତ୍ର ପ୍ରତ୍ୟେକ ଦିନ ପାଠ କରିବା ସହିତ ଆପଣଙ୍କ ଘରେ ହରିନାମ ମହାମନ୍ତ୍ର ସଂକୀର୍ତ୍ତନ କରନ୍ତୁ। ଫଳରେ ଆପଣଙ୍କର ଗ୍ରହ ପୀଡ଼ା ଶାନ୍ତି ହେବା ସହିତ ଆପଣଙ୍କ ଘରରୁ ଅଗ୍ନି ଭୟ, ଚୌର ଭୟ ଏବଂ ସର୍ପ ଭୟ ନିଶ୍ଚିତ ଭାବରେ ଦୂର ହେବ। କାରଣ ଶନି ମହାଗ୍ରହଙ୍କର ଇଷ୍ଟ ହେଉଛନ୍ତି ଭୋଳାନାଥ, ହନୁମାନ ଏବଂ ଶ୍ରୀକୃଷ୍ଣ। ସେମାନଙ୍କର ପୂଜା କରିବା ଦ୍ୱାରା ଶନିଦେବ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଏ ମାସରେ ଆପଣ ପିଙ୍କ କଲରର ବସ୍ତ୍ର ଏବଂ ସବୁଜ ରଙ୍ଗର ବସ୍ତ୍ର ନିଶ୍ଚିତ ଭାବରେ ପରିଧାନ କରନ୍ତୁ। ପ୍ରତ୍ୟେକ ଦିନ ସକାଳୁ ଆପଣ ସୂର୍ଯ୍ୟନାରାୟଣଙ୍କୁ ଜଳ ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଆପଣଙ୍କର ଗ୍ରହ ପୀଡ଼ା ବହୁତ ଶୀଘ୍ର ଶାନ୍ତି ହେବା ସହିତ ଆପଣଙ୍କର ବିଶେଷ ଭାବରେ କିଛି ଅସୁବିଧା ହେବ ନାହିଁ। ଯଦି ଆପଣ ଏହିପରି ଭାବରେ ଆମର ରାଶିଫଳ ଦେଖିବାକୁ ଚାହୁଁଛନ୍ତି ତାହେଲେ ଏହି ଚ୍ୟାନେଲଟିକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦିଅନ୍ତୁ। ଏହା ଥିଲା ଏହି ଡିସେମ୍ବର ମାସରେ କନ୍ୟା ରାଶି ବ୍ୟକ୍ତିବିଶେଷଙ୍କର ମାସିକ ରାଶିଫଳ। ଏତିକି କହି ମୁଁ ବିଦାୟ ନେଉଛି। ନମସ୍କାର ବନ୍ଧୁଗଣ।